ଆଜିର এই শারদীয় ଦୁର୍ଗା ପୂଜାରେ ନବମୀ ତିଥିରେ ଆଜି ମୁଁ ସାରା ଭାରତର ସାରା ଓଡ଼ିଶାର ତଥା ଆମ ଏଇ ରଣପୁର ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଉଛି। ମୋ ନାଁ ଅଜୟ କୁମାର ଭଞ୍ଜ ଆଉ ଜଣେ ଅବସରପ୍ରାପ୍ତ ଶିକ୍ଷକ। ଆଉ ଆଜି ଶାରଦୀୟ ଦୁର୍ଗା ପୂଜା ନବମୀରେ ଇଏ ହେଉଛି ମହାପର୍ବ, ଯାହାକି ଆମର ଆମର ଉତ୍କଳୀୟ ସଂସ୍କୃତି ତଥା ଉତ୍କଳ ବାହାରେ ଆମ ଭାରତରେ ଏହା ହେଉଛି ଏକ ସବୁଠୁ ବଡ଼ ପର୍ବ। ଏହା ହେଉଛି ଏକ ଭାଇଚାରାର ପର୍ବ, ଯୋଉଠିକି ସମସ୍ତ ଜାତି, ସମସ୍ତ ସମ୍ପ୍ରଦାୟ ଓ ସମସ୍ତ ଧର୍ମର ଲୋକମାନେ ଏକତ୍ରିତ ଭାବରେ ଏହାକୁ ଭାଇଚାରା ଭାବରେ ପାଳନ କରି ଆସୁଛନ୍ତି ବହୁ ପୂର୍ବ ଦିନ, ଯାହାକି ସେଟା ବର୍ତ୍ତମାନ ଆମର ଏ ଆଧୁନିକ ଯୁଗ ପାଇଁ ଏହା ଏକ ସ୍ୱତନ୍ତ୍ର ବାର୍ତ୍ତା ଯେ ଭାଇ ଭାବ ସବୁଠି ବଜାୟ ରହେ ଏବଂ ସମସ୍ତେ ହାତ ମିଳେଇ ଏ ଦେଶକୁ ଏଭଳି ଭାବରେ ଗଠନ କରନ୍ତୁ ଯେଭଳି ଆମର ଦେଶ ଭାରତ ସାରା ବିଶ୍ୱରେ ଏକ ଉତ୍ତମ ସ୍ଥାନ ଅଧିକାର କରୁ। ଆଜିର ଏହି ଶାରଦୀୟ ଅଭିନନ୍ଦନ ସହିତ ଦୁର୍ଗା ପୂଜାରେ ଏତିକି ମୁଁ ମା ଦୁର୍ଗାଙ୍କ ପାଖରେ ବିନତି ଜଣାଉଛି, ହେ ମା, ଆଜିର ଯୋଉ ଅବସ୍ଥା ହେଇଛି, ଆଜିର ଯୋଉ ଯୁଗରେ ଯୁବପିଢ଼ି ମାନେ ତଥା ଆମର ଜନସାଧାରଣ ମୁଖ୍ୟତଃ ଯୁବପିଢ଼ି ମାନଙ୍କୁ କହୁଛି ଯେ ଏକ ଉତ୍ତମ ମାର୍ଗରେ ଯାଆନ୍ତୁ, ତାଙ୍କୁ ବା ଏଭଳି ଭାବରେ ବରଦା ହୁଅନ୍ତୁ ଯେଭଳି ମାନେ କୌଣସି ଦୁଶ୍ଚିନ୍ତା କୌଣସି ଭାବ ମନ ଭିତରେ ନ ରଖି ଆମ ଦେଶ ଗଠନରେ ତଥା ଭାଇଚାରା ଭିତରେ ସମସ୍ତଙ୍କୁ ସମ୍ମାନ ସ୍ନେହ ସମଭାବରେ ବାଣ୍ଟି ଦେଶକୁ ଆଗେଇ ନେବେ।